ଆଜି ଶୀଘ୍ର ସକାଳ ପୁରା ନିଦୁଆ ସକାଳର ସମସ୍ତଙ୍କୁ ଆଉ ଥରେ ସପ୍ରେମ ଜୟ ଜୀବ ଜଣାଉଛି। ସମସ୍ତେ ଆମେ ଯୋଗସ୍ଥ ମୁହାଁ ଯଦି ହବା, ଯୋଗ କଲେ ମଣିଷ ଭୋଗ ନିଶ୍ଚିତ କରିବ। ଯେପର୍ଯ୍ୟନ୍ତ ସେ ଯୋଗ କରିନାହିଁ ଏ ସାରା ସଂସାରକୁ ଭୋଗ କରିପାରିବ ନା। ସଂସାର ଭିତରେ ଆମେ ଏମିତି ଭାବରେ ମଜ୍ଜି ହେଇଛନ୍ତି ଯେ କି ତାର ମୂଳ ଉଦ୍ଦେଶ୍ୟକୁ ଆମେ ବୁଝିପାରି ନାହାନ୍ତି। ଯେଉଁଥିପାଇଁ କି ଝିଅ ପୁଅ, ଟଙ୍କା ପଇସା, ସୁନା ରୂପା, ପଦବୀ ଭିତରେ ଆମେ ମଜ୍ଜି ହେଇଛନ୍ତି। ସେଥିପାଇଁ ଏ ସଂସାର ତିଆରି ହେଇନଥିଲା। ସଂସାର ତିଆରି ହେଇଥିଲା ଯିଏ ସ୍ରଷ୍ଟା, ସେ ନିଜକୁ ସୁଖ ଭୋଗ କରିବା ପାଇଁ ମଧ୍ୟ ସେ ସ୍ରଷ୍ଟା ତିଆରି କରିଥିଲା। ତେଣୁ ଆଜି ସେ ସ୍ରଷ୍ଟା ନିଜେ ବୁଝିପାରୁନି ଯେ ମୁଁ କିଏ। ସେ ଯିଏ ସ୍ରଷ୍ଟା ଏ ସଂସାରକୁ ସୃଷ୍ଟି କରିଦେଲା, ତାପରେ ସେ ନର ଦେହ ଭିତରେ ରହିଲା, ମଣିଷ ମାନଙ୍କ ଦେହ ଭିତରେ ସେ ରହିକି ଏ ସାରା ସଂସାର ଭୋଗ କରିବାର ଗୋଟେ ବାଟ ତିଆରି କରିଦେଲା। ହେଲେ ଇଏ ମଣିଷ ବୁଝିପାରିଲାନି ମୁଁ କିଏ, ମୁଁ କେଉଁଠୁ ଆସିଛି, ବର୍ତ୍ତମାନ ମୁଁ କେଉଁଠିକି ଯିବି, ଆଉ ବର୍ତ୍ତମାନ ମୋର କର୍ତ୍ତବ୍ୟ କ'ଣ। ତେଣୁ ବର୍ତ୍ତମାନଟାକୁ ସେ ବୁଝିପାରୁନି। ସେ ବୁଝି ଲୋଭ ମୋହ ବଶରେ ବଶବର୍ତ୍ତୀ ହେଇକରି କେବଳ ସେ ରୋଗ ହିଁ ରୋଗ ଭିତରେ ସରି ଯାଉଛି। ମଣିଷ ଭୋଗ କରିବ ତାହେଲେ ରୋଗ କାହିଁକି ହବ? ତେଣୁ ରୋଗ ତିଆରି କରିବା ପାଇଁ ମଣିଷ ଭୋଗ କରେ ନାହିଁ। କିନ୍ତୁ ଯୋଗ ଯଦି କରୁଥାଏ ତାହେଲେ ଏ ସଂସାରକୁ ଠିକ ଭାବରେ ସେ ଭୋଗ କରିପାରିବ। ଏ ମଣିଷ ଗୀତା, ବେଦ, ଭାଗବତ, ବାଇବେଲ, କୋରାନ ସବୁର ବଡ଼ ବଡ଼ ଭାଷଣ ଦଉଛି। 5 ଘଣ୍ଟା 10 ଘଣ୍ଟା ଭାଷଣ ଦେଇ ଚାଲିଛି। ହେଲେ ଯେ ତାର ତତ୍ତ୍ୱକୁ ସେ ବୁଝିପାରିଲା ନାହିଁ। ରାମାୟଣରେ ଅଛି, ସିଆ ରାମମୟ ସବ ଜଗ ଜାନି, ସର୍ବରହିତ ଔରପୁର ପାନି। ସୀତାରାମମୟ ଏ ଜଗତ, এই ଜଗତରେ ଯେତେ ନାରୀ ଅଛନ୍ତି ସମସ୍ତେ ସୀତା, ଆଉ ଯେତେ ପୁରୁଷ ଅଛନ୍ତି ସମସ୍ତେ ହେଉଛନ୍ତି ରାମ। ହେଲେ ଏ ମଣିଷ ତାକୁ ବୁଝିପାରିଲାନି। ମୁଁ ଯଦି ନିଜକୁ ରାମ ବୋଲି ଭାବେ, ମୁଁ ଯଦି ନିଜକୁ ଭଗବାନ ଭାବେ, ତାହେଲେ ମୁଁ କେବେ କୌଣସି ପ୍ରକାର ଭୁଲ କାମ କରିପାରିବି ନାହିଁ, ଏହା ହେଉଛି ନିଶ୍ଚିତ। ମୁଁ ଯଦି ଜଣେ ବ୍ରାହ୍ମଣ ବୋଲି ନିଜକୁ ଭାବେ, ତାହେଲେ ମୁଁ କେବେ ଖତରନାକ କାମ କରିପାରିବି ନାହିଁ। ମୁଁ କାହାରିକି ଦୁଃଖ ଦେଇପାରିବି ନାହିଁ। ମୁଁ ହେଉଛି ବ୍ରହ୍ମ, ମୁଁ ଅହଂ ବ୍ରହ୍ମାସ୍ମି ଆତ୍ମା। ମୁଁ ହେଉଛି ବ୍ରହ୍ମ। ଯଦି ମୁଁ ବ୍ରହ୍ମ ଭାବିବି, ଇଏ ସାରା ସୃଷ୍ଟିକୁ ରାଗ, କ୍ରୋଧ, ଅହଙ୍କାର, ଲୋଭ ମୋହରେ ବଶବର୍ତ୍ତୀ ହେଇ କାହିଁକି ମୁଁ ନଷ୍ଟ କରିଦେବି? ତେଣୁ ମୁଁ କେବେ ଭାବିନି। ଏଇଠି ଅଭାବ ରହିଯାଉଛି ମୋ ନିଜକୁ ମୁଁ ଗୋଟେ ବିରାଟ ଭାବିବା। ସେ ଅଭାବ, ମୁଁ ଜଣେ ମହାନ, ମୁଁ ହେଉଛି ଅହଂ ବ୍ରହ୍ମାସ୍ମି ଆତ୍ମା। ମୁଁ ହେଉଛି ଆତ୍ମା, ମୋ ଭିତରେ ଆତ୍ମା ନାହିଁ, ମୁଁ ହେଉଛି ଆତ୍ମା। ମୁଁ ଯଦି ଆତ୍ମା, ମୁଁ ଯଦି ବ୍ରହ୍ମ, ମୁଁ ଯଦି ଅହଂ ବ୍ରହ୍ମାସ୍ମି, ତାହେଲେ ମୋ ଭିତରେ ରାଗ, କ୍ରୋଧ, ହିଂସା, ଲୋଭ, ମୋହ, ମାୟା କାହିଁକି ତିଆରି ହବ? ଆଉ କାହା ପାଇଁ ତିଆରି ହବ? ଆଉ ଯଦି ଏ ସଂସାର ଭିତରେ ମୁଁ କିଛି କରୁଥାଏ, ତାହେଲେ ସବୁ ମୋ ନିଜ ପାଇଁ ମୁଁ କରୁଛି। ଯଦି ରାଗ, କ୍ରୋଧ, ଅହଙ୍କାର କରୁଛି ମୋ ନିଜ ପାଇଁ। ଯଦି ମୁଁ ଖୁସି ହେଉଛି, ଆନନ୍ଦ ହେଉଛି, ସୁଖ ଅନୁଭବ କରୁଛି, ସେ ହେଉଛି ମୋ ନିଜ ପାଇଁ। ତେଣୁ ଯିଏ ଯାହା କରେ ତାରି ପାଇଁ କରେ। ଯଦି ଭଲ କାମ କଲା ନିଜ ପାଇଁ, ଯଦି ଖରାପ କାମ କଲା ତା ନିଜ ପାଇଁ। ଯଦି ସଂସାର ଭିତରେ ଗୋଟେ ଗଛ ଲଗେଇଲା ତାରି ନିଜ ପାଇଁ। ଯଦି କୁଟେ କୁଠା କଲା ତା ନିଜ ପାଇଁ। ଯାହା ସେ କରିଛି, ମଣିଷ ଯାହା କରୁଛି ସେ ତାର ନିଜ ପାଇଁ କରୁଛି। ତେଣୁ ମୋର ସମସ୍ତଙ୍କୁ ନିବେଦନ, ମୋର ଶେଷ ନିବେଦନ ହେଉଛି ଯେ ଆପଣ ନିଜକୁ ନିଜେ ଭାବନ୍ତୁ, ମୁଁ ଅହଂ ବ୍ରହ୍ମ, ମୁଁ ଅହଂ ବ୍ରହ୍ମାସ୍ମି, ମୁଁ ଅସ୍ମି। ଏ ହେଉଛି ଉଚ୍ଚ ଭାବନା। ଆମେ ଯେତେ କରିବା ନା, ସେତେ ଆମର ମନ
ଭାବନା ସବୁ ଉଚ୍ଚ ହେଇଯିବ। ଯଦି ଆମେ ନିକୃଷ୍ଟ ଭାବନା କରିବା, ହେ ପ୍ରଭୁ ତମେ ଅଛ, ତମେ ସବୁ ଜାଣିଛ, ତମେ ସବୁ କରୁଛ କରଉଛ, ମୁଁ କିଛି ନୁହେଁ, ମୁଁ ଅଧମ ଅକିଞ୍ଚନ ନରାଧମ, ମୁଁ କିଛି ନୁହେଁ ପ୍ରଭୁ, ଏ ଭାବନା ଯଦି ଆସିବ ନା, ଆମ ଭିତରେ ପ୍ରବଳ ଭାବରେ ରାଗ କ୍ରୋଧ ହିଂସା ଲୋଭ ମୋହ ସବୁ ତିଆରି ହେଇଯିବ। ଯଦି ମୁଁ ଅହଂ ବ୍ରହ୍ମାସ୍ମି ବୋଲି ଭାବନା ଆସେ, ମୁଁ ହଉଛି ଭଗବାନ, ମୋର ସମସ୍ତ କାର୍ଯ୍ୟ ସୁଚାରୁ ରୂପେ ମୋର କରିବାର ଅଛି, ମୁଁ ଏ ଘରର ମାଲିକ, ମୁଁ ହଉଛି ସର୍ବସ୍ରଷ୍ଟା, ଯଦି ଏ ଭାବ ଆସେ ତାହେଲେ କେବେ ବି ମଣିଷ ଭୁଲ କାମ କରିବନି। ଜୟ ଜୀ।